ଆଜ୍ଞା, ପାଖରେ ଧନରତ୍ନ, ସାଙ୍ଗସାଥୀ, ପୁଅ ନାତି, ଝିଅ ସମସ୍ତ ବ୍ୟକ୍ତି ଉପସ୍ଥିତ ଥାଇ ଯଦି ଶରୀର ଭଲ ନ ରୁହେ ତାହେଲେ ଆଜ୍ଞା ସବୁ ବିଷ ଭଳିଆ ଲାଗିବ। ଆଜ୍ଞା ଟିକେ ଧ୍ୟାନ ଦିଅନ୍ତୁ। ମଣିଷ ଜୀବନରେ ସବୁଠାରୁ ମୂଲ୍ୟବାନ ହେଲା ତାର ଶରୀର, ଆଉ ତାର ସୁସ୍ଥ ଶରୀର, ନିରୋଗ ଜୀବନ। ଏଥିରୁ ଯଦି କୌଣସି ଊଣା ହୁଏ ତାହେଲେ ମଣିଷ ଜୀବନ ଅଶାନ୍ତି ଆଉ ଅଶାନ୍ତିର କଟିବ। ଅଶାନ୍ତି ପ୍ରତ୍ୟେକ ମଣିଷକୁ ସବୁ ପ୍ରକାର ଅଡ଼ୁଆରେ ପକାଏ। ଆପଣମାନେ ଅଷ୍ଟାଙ୍ଗ ଯୋଗ କରୁଛନ୍ତି, କେତେ ଶାନ୍ତି ପାଉଥିବେ ତା ଆପଣ ହିଁ ଜାଣନ୍ତି। ପ୍ରତ୍ୟେକ ବ୍ୟକ୍ତି ଅଷ୍ଟାଙ୍ଗ ଯୋଗ କରନ୍ତୁ ଆଉ ସୁସ୍ଥ ରୁହନ୍ତୁ। ୟୁଟ୍ୟୁବ୍ ଚ୍ୟାନେଲ ଚିରବସନ୍ତ ଚ୍ୟାନେଲକୁ ଆପଣ ଦେଖନ୍ତୁ। ଗୋଟେ 58 ମିନିଟ୍ 41 ସେକେଣ୍ଡର ଗୋଟେ ପୂର୍ଣ୍ଣ ଯୋଗ ଅଛି, ତାକୁ ଦେଖନ୍ତୁ ଆଉ ସେଆକୁ ରୀତିମତ କରନ୍ତୁ। ବର୍ତ୍ତମାନ ଦେଖନ୍ତୁ, ଆଜିର ଗଳା ସମସ୍ୟା ପ୍ରାୟ ସମସ୍ତଙ୍କର ଲୋକଙ୍କର ହେଉଛି। ତେଣୁ ଆପଣ ଏଇ ଗଳା ସମସ୍ୟା ଗୋଟେ ସୀମିତ ମାତ୍ରା ମୁଁ ଦେଖାଉଛି, ଦେଖନ୍ତୁ। ଅଷ୍ଟାଙ୍ଗ ଯୋଗରେ ଏସବୁ ଅଛି। ଦେଖନ୍ତୁ, ପ୍ରଥମେ ନିଜକୁ ନିଜେ ବେକକୁ ନର୍ମାଲି ଭାଙ୍ଗିବେ, ତାପରେ ଓଠକୁ ବେକ ସହିତ ଲଗେଇବାକୁ ଚେଷ୍ଟା କରିବେ, ତାପରେ ଦୁଇ କାନ୍ଧକୁ ଏପଟ ସେପଟ କରିବେ, ଆଉ ଓଠକୁ ନଜର କରି ଗଳାକୁ ମୁଣ୍ଡକୁ ଏପଟ ସେପଟ ଘୂରେଇବେ। 9 ଥର ଲେଖା କରନ୍ତୁ। ଯଦି ଗଳାର ଯନ୍ତ୍ରଣା ଅଛି, କିଛି ହେଉଥାଏ, ଏମିତିକି ବ୍ରଣଟେ ଯଦି ବାହାରିଥାଏ, ସେ ତାକୁ ମେଲ୍ଟ କରିବ। ଦେଖନ୍ତୁ, ଏ ହେଲା 9 ଥର। ତାପରେ ପୁଣି ଦେଖନ୍ତୁ 9 ଥର କରନ୍ତୁ। ଇଏ 9 ଥର ହେଲା। ତାପରେ ଏପଟକୁ 9 ଥର, ଏପଟକୁ 9 ଥର। ତାପରେ ଏଇ ଜାଗାରେ ଧ୍ୟାନ ରଖିକି ଯୋଗ କଲାବେଳେ ମୁଁ ପ୍ରଥମରୁ କହି ଆସୁଛି, ଧ୍ୟାନଟାକୁ ଆଖି ବୁଜିକି ଯୋଗ କଲେ ଧ୍ୟାନଟା ଠିକ୍ ଜାଗାରେ ରହିବ। ତାପରେ ଇଂଲିଶ 4 ଭଳିଆ କରିବେ। ଆପଣମାନେ ଦେଖିଲେ ନିଶ୍ଚିତ ଜାଣିପାରୁଥିବେ, ଯଦି ଗଳାର କୌଣସି ସମସ୍ୟା ଥାଏ, ଏହା ନିଶ୍ଚିତ ଦୂର ହେବ। ରହିଲି। ଜୟ ଜୀବ। ପିତାମାତା କି ଜୟ।